Hello dear students, welcome to my channel Easy Politics with Suresh. ଆଜିର ଏହି ଭିଡ଼ିଓରେ ଆମେ ପଢ଼ିବା 6th ସେମିଷ୍ଟର ପିଲାମାନଙ୍କର XIV ପେପର। ତାର ଗୋଟେ ଇମ୍ପୋର୍ଟାଣ୍ଟ ଥିଙ୍କର ହେଉଛନ୍ତି ରାଜା ରାମମୋହନ ରାୟ। ତାଙ୍କ ଜୀବନୀ ବିଷୟରେ ଆଜି ଆମେ ଦେଖିବା ଏବଂ ୟା ଭିତରୁ କ'ଣ କ'ଣ ତମ ପରୀକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ ସେଗୁଡ଼ିକ ମଧ୍ୟ ଆମେ ଆଲୋଚନା କରିବା। ରାଜା ରାମମୋହନ ରାୟ ଊନବିଂଶ ଶତାବ୍ଦୀର ପୂର୍ବାର୍ଦ୍ଧରେ ଭାରତରେ ସଂଗଠିତ ହୋଇଥିବା ସାମାଜିକ ଏବଂ ସାଂସ୍କୃତିକ ଜାଗରଣର ପ୍ରଣେତା ଥିଲେ। ସେ ବ୍ରିଟିଶ ଔପନିବେଶିକ କାଳରେ ଭାରତୀୟ ସମାଜର ବୌଦ୍ଧିକ ଉତ୍ଥାନ ପାଇଁ ଆଜୀବନ ଚେଷ୍ଟା କରିଥିଲେ। ଏକାଧାରରେ ସେ ହେଉଛନ୍ତି ନବୀନ ଭାରତର ସୂତ୍ରଧର, ଭାରତୀୟ ଜାତୀୟ ଚେତନାର ନିର୍ମାତା, ଭାରତରେ ଆଧୁନିକତାର ଜନକ ଏବଂ ବିଶିଷ୍ଟ ସମାଜ ସଂସ୍କାରକ। ତ ପିଲାମାନେ ଏଇଠି ଆମର ଯେଉଁ ପ୍ରଥମ ପାରାଗ୍ରାଫରେ ଅଛି କିଛି ଗୁରୁତ୍ୱପୂର୍ଣ୍ଣ ବିଷୟ, ସେଗୁଡ଼ିକ ତୁମର ଇଣ୍ଟ୍ରୋଡକ୍ସନରେ ଲେଖିଲେ ବହୁତ ଭଲ ହେବ। ଯେମିତିକି ରାଜା ରାମମୋହନ ରାୟ ଥିଲେ ଭାରତରେ ସାଂସ୍କୃତିକ ଜାଗରଣର ପ୍ରଣେତା ଥିଲେ। ତାଙ୍କୁ ମଧ୍ୟ କୁହାଯାଏ କ'ଣ, ଦି ଫାଦର ଅଫ୍ ମଡ଼ର୍ଣ୍ଣ ଇଣ୍ଡିଆ ରେନେସାଁ। ଓକେ, ରେନେସାଁ ଯେଉଁଟାକି ପାଶ୍ଚାତ୍ୟ ଦେଶରେ 1500 ଶତାବ୍ଦୀରେ ହୋଇଥିଲା। ତ ତାକୁ କୁହାଯାଏ ଦି ଟାଇମ୍ ଅଫ୍ ରିଫର୍ମେସନ୍ ଅର୍ କ'ଣ, ଇଟ୍ ୱାଜ୍ ଏ ଟାଇମ୍ ଅଫ୍ ଚେଞ୍ଜ। ଠିକ୍ ସେମିତି ଭାରତରେ ମଧ୍ୟ ନବଜାଗରଣ ଯାହା ହୋଇଥିଲା ଊନବିଂଶ ଶତାବ୍ଦୀରେ, ତା'ର ଫାଦର ବା ତା'ର ଜନକ ଭାବରେ ରାଜା ରାମମୋହନ ରାୟଙ୍କୁ ଅଭିହିତ କରାଯାଏ। ସେ ବ୍ରିଟିଶ ଔପନିବେଶ କାଳରେ ଭାରତୀୟ ସମାଜର ବୌଦ୍ଧିକ ଉତ୍ଥାନ, ତାଙ୍କ ଦ୍ୱାରା ଭାରତରେ କେମିତି ବୌଦ୍ଧିକ କ୍ଷେତ୍ରରେ ବହୁତ ଉତ୍ଥାନ ହୋଇଥିଲା ବା ଡେଭଲପମେଣ୍ଟ ହୋଇଥିଲା, ସେଥିପାଇଁ ତାଙ୍କର ଅବଦାନ ଅତୁଳନୀୟ ଅଟେ। ସେ ନୂତନ ଭାରତ ଗଠନରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ଏବଂ ଆଧୁନିକ ଭାରତର ଜନକ ବୋଲି କୁହାଯାଏ। ତ ସର୍ଟ କୋଶ୍ଚିନ୍ ଆସିଥାଏ, ଆଧୁନିକ ଭାରତର ଜନକ ବା ସାଂସ୍କୃତିକ ନବଜାଗରଣର ଜନକ କାହାକୁ କୁହାଯାଏ? ସେ ହେଉଛନ୍ତି ରାଜା ରାମମୋହନ ରାୟ। ରାଜା ରାମମୋହନ ରାୟଙ୍କ ଜନ୍ମ 1772 ମସିହା ମେ ମାସ 22 ତାରିଖ ଦିନ ବଙ୍ଗପ୍ରଦେଶର ହୁଗୁଳି ଜିଲ୍ଲାର ରାଧାନଗରଠାରେ ହୋଇଥିଲା। ତାଙ୍କ ପିତାମହ କୃଷ୍ଣଚନ୍ଦ୍ର ବାନାର୍ଜୀଙ୍କୁ ସ୍ଥାନୀୟ ଶାସନ ସେବା ପାଇଁ ପୁରସ୍କାର ସ୍ୱରୂପ ରାୟ ଉପାଧି ପ୍ରଦାନ କରାଯାଇଥିଲା। ତେଣୁ ତାଙ୍କର ପରିବାର ବାନାର୍ଜୀ ଉପାଧି ବଦଳରେ ରାୟ ଉପାଧି ଧାରଣ କରିଥିଲେ। ଦିଲ୍ଲୀର ପତନମୁଖୀ ମୋଗଲ ଶାସକ ତାଙ୍କୁ ରାଜା ଉପାଧି ପ୍ରଦାନ କରିଥିଲେ। ସେ ଇସଲାମ ସାହିତ୍ୟ ଓ ସମାଜଶାସ୍ତ୍ରର ଅଧ୍ୟୟନ କରିବା ପରେ ହିନ୍ଦୁ ଧର୍ମର ମୂର୍ତ୍ତିପୂଜା ଓ ଅନେକେଶ୍ୱରବାଦକୁ କଟୁ ସମାଲୋଚନା କରିଥିଲେ। ବନାରସରେ ସେ ସଂସ୍କୃତ ଭାଷାରେ ହିନ୍ଦୁ ଧର୍ମଶାସ୍ତ୍ରର ଅଧ୍ୟୟନ କରିଥିଲେ। ସେ ଆରବୀ, ପାର୍ସୀ, ଇଂରାଜୀ, ହିବ୍ରୁ, ଗ୍ରୀକ୍ ଏବଂ ଲାଟିନ୍ ଭାଷା ମଧ୍ୟ ଶିଖିଥିଲେ। ରାମମୋହନ ରାୟ ତାଙ୍କର ଅଧ୍ୟୟନ ସମାପ୍ତ ପରେ ସେ ଇଷ୍ଟ ଇଣ୍ଡିଆ କମ୍ପାନୀ ଅଧୀନରେ କାର୍ଯ୍ୟ କଲେ। ତ ସେ କେଉଁ କମ୍ପାନୀ ଅଧୀନରେ କାର୍ଯ୍ୟ କରିଥିଲେ? ଇଷ୍ଟ ଇଣ୍ଡିଆ କମ୍ପାନୀ ଅଧୀନରେ। ଏହି ସମୟ ମଧ୍ୟରେ ସେ ଖ୍ରୀଷ୍ଟ ଧର୍ମ ପ୍ରଚାରକଙ୍କ ସମ୍ପର୍କରେ ଆସିଲେ। ସେ ପାଶ୍ଚାତ୍ୟ ଚିନ୍ତାଧାରା, ବିଜ୍ଞାନ, ରାଜନୀତି, ଧର୍ମ ଓ ଦର୍ଶନ ବିଷୟରେ ଶିଖିବାକୁ ଲାଗିଲେ। ଭାରତୀୟ ଜୀବନର ବହୁମୁଖୀ ପରିବର୍ତ୍ତନ ପାଇଁ ସେ ଅଗ୍ରସର ହେଲେ। ଯେହେତୁ ସେ ଖ୍ରୀଷ୍ଟ ଧର୍ମର ପ୍ରଚାରକମାନଙ୍କ ସଂସ୍ପର୍ଶରେ ଆସିଲେ, ସେ ପାଶ୍ଚାତ୍ୟ ଚିନ୍ତାଧାରା, ରାଜନୀତି, ବିଜ୍ଞାନ, ଧର୍ମ, ଦର୍ଶନ ମାନେ ଫିଲସଫି ଏଗୁଡ଼ିକ ବିଷୟରେ ସେ ଜାଣିବାକୁ ପାଇଲେ ଏବଂ ସେ ଚେଷ୍ଟା କଲେ ଯେ କେମିତି ବିଭିନ୍ନ କ୍ଷେତ୍ରରେ ସେ ଭାରତରେ ମଧ୍ୟ ଉନ୍ନତି ଆଣିପାରିବେ। ତାଙ୍କର ଚିନ୍ତାଧାରା ଓ କାର୍ଯ୍ୟପ୍ରଣାଳୀ ଏକ ସଂସ୍କାର ଆନ୍ଦୋଳନରେ ପରିବର୍ତ୍ତନ ହେଲା। ସେ ତାଙ୍କର ଯେଉଁ ଚିନ୍ତାଧାରା ଥିଲା ଏବଂ ଯେଉଁ ପ୍ରକାର କାର୍ଯ୍ୟଗୁଡ଼ିକୁ ସେ କଲେ, ତାହା ସମାଜରେ ଗୋଟେ ସଂସ୍କାର ଆଣିବାର ଗୋଟେ ଆନ୍ଦୋଳନର ରୂପ ଧାରଣ କରିଥିଲା। ହିନ୍ଦୁ ଧର୍ମରେ ପ୍ରଚଳିତ ପୂଜା ପଦ୍ଧତି, କର୍ମକାଣ୍ଡ ଓ ବାହ୍ୟ ଆଡ଼ମ୍ବରଗୁଡ଼ିକୁ ସେ ମୂଲ୍ୟହୀନ ଓ ଅବାନ୍ତର ବୋଲି କହିଥିଲେ। ହିନ୍ଦୁ ଧର୍ମ ପ୍ରଚଳିତ ବିଭିନ୍ନ ପୂଜା ପଦ୍ଧତିଗୁଡ଼ିକୁ ସେ ଏବଂ ବାହ୍ୟ ଆଡ଼ମ୍ବରଗୁଡ଼ିକୁ ସେ ମୂଲ୍ୟହୀନ ବୋଲି କହିଥିଲେ। ଧର୍ମ ସଂସ୍କାର ପାଇଁ ରାମମୋହନ ରାୟ ଗୋଟିଏ ସଂସ୍କାରକ ଗୋଷ୍ଠୀର ଗଠନ କରି ତାହାର ନାମ ଦେଲେ ଆତ୍ମୀୟ ସଭା। ତ ସେ ଗଠନ କରିଥିଲେ କ'ଣ? ଆତ୍ମୀୟ ସଭା ଗଠନ କରିଥିଲେ ଆଉ ତା'ର ଉଦ୍ଦେଶ୍ୟ ଥିଲା କ'ଣ? ଧର୍ମ ସଂସ୍କାର କରିବା। ଧର୍ମ ନାମରେ ଚାଲିଥିବା
ଭୁଲ କାର୍ଯ୍ୟକୁ ବନ୍ଦ ପାଇଁ ଏହି ସଂଗଠନ କାର୍ଯ୍ୟ କଲା। ସେ ମଧ୍ୟ ଖ୍ରୀଷ୍ଟିଆନ ମାନଙ୍କ ଅନେକ କୁସଂସ୍କାରକୁ ପଦାରେ ପକାଇଲେ। ସେ ହିନ୍ଦୁ ଧର୍ମ ସହିତ ଖ୍ରୀଷ୍ଟିଆନ ମାନଙ୍କର ବା ଖ୍ରୀଷ୍ଟ ଧର୍ମରେ ଥିବା କିଛି କୁସଂସ୍କାରକୁ ମଧ୍ୟ ସେ ସମାଲୋଚନା କରିଥିଲେ ବା ଲୋକଲୋଚନକୁ ଆଣିଥିଲେ। 1829 ମସିହାରେ ରାମମୋହନ ରାୟ ବ୍ରାହ୍ମ ସମାଜ ଗଠନ କଲେ। 1829 ମସିହାରେ ସେ କ'ଣ ଗଠନ କରିଥିଲେ? ବ୍ରାହ୍ମ ସମାଜ। ପୁଣି ଏଠି ଆଉ ଗୋଟେ ଜିନିଷ ଆମେ ମନେ ରଖିବା ଦରକାର ଯେ ସେ 1829 ମସିହାରେ ସେତେବେଳର ୱିଲିୟମ ବେଣ୍ଟିକ୍, ବଡ଼ଲାଟ ୱିଲିୟମ ବେଣ୍ଟିକ୍ଙ୍କ ସହିତ ମିଶି ସେ ସତୀଦାହ ପ୍ରଥା ମଧ୍ୟ ଉଚ୍ଛେଦ କରିଥିଲେ। 2 ବର୍ଷ ପରେ ଏହା ବ୍ରହ୍ମ ସମାଜରେ ପରିବର୍ତ୍ତିତ ହେଲା। ତ ଏ ବ୍ରାହ୍ମ ସଭା ବ୍ରହ୍ମ ସମାଜରେ ପରିବର୍ତ୍ତିତ ହୋଇଥିଲା। ବ୍ରାହ୍ମ ସମାଜ ସାମାଜିକ କୁସଂସ୍କାର ବିରୋଧରେ ଆନ୍ଦୋଳନ ଆରମ୍ଭ କଲା। ହିନ୍ଦୁ ସମାଜରେ ପ୍ରଚଳିତ ଜାତି ପ୍ରଥା ଓ ଅସ୍ପୃଶ୍ୟତା ବିରୋଧରେ ସେ ଆନ୍ଦୋଳନ ଆରମ୍ଭ କରି କହିଲେ ଯେ ଏସବୁ କୁପ୍ରଥା ଲୋପ ପାଇଲେ ଜାତିର ମଙ୍ଗଳ ହେବ। ହିନ୍ଦୁ ସମାଜର ସବୁଠାରୁ ଭୟଙ୍କର କୁସଂସ୍କାର ଥିଲା ସତୀଦାହ ପ୍ରଥା। ରାମମୋହନ ରାୟ ତାହା ବିରୋଧରେ ଜନମତ ସୃଷ୍ଟି କଲେ। ତ ଏଇ ଯେଉଁ ବ୍ରାହ୍ମ ସମାଜ ଥିଲା ତା ମାଧ୍ୟମରେ ସମାଜରେ ଯେତିକି କୁସଂସ୍କାର ଗୁଡ଼ିକ ରହିଛି, ଯେମିତିକି ଜାତି ପ୍ରଥା, ଅସ୍ପୃଶ୍ୟତା ମାନେ ଛୁଆଁ ଅଛୁଆଁ ଭେଦଭାବ ଏବଂ ବିଶେଷ କରି ସତୀଦାହ ପ୍ରଥା, ଏଗୁଡ଼ିକ ବିରୁଦ୍ଧରେ ସେ ସ୍ୱର ଉତ୍ତୋଳନ କରିଥିଲେ। ଶେଷକୁ ଭାରତର ବଡ଼ଲାଟ ୱିଲିୟମ ବେଣ୍ଟିକ୍, ସେତେବେଳେ ବଡ଼ଲାଟ କିଏ ଥିଲେ? ୱିଲିୟମ ବେଣ୍ଟିକ୍, ସେ ସତୀଦାହ ପ୍ରଥା ଲୋପ କଲେ। ସେହିପରି ବହୁ ବିବାହ ପ୍ରଥା ବିରୋଧରେ ମଧ୍ୟ ବ୍ରାହ୍ମ ସମାଜ ଆନ୍ଦୋଳନ କରିଥିଲା। ନାରୀମାନଙ୍କୁ ସମାଜର କଠୋର ନିୟମରୁ ମୁକ୍ତି ଦେବା ପାଇଁ ବ୍ରାହ୍ମ ସମାଜ ଚେଷ୍ଟା କଲା। ବ୍ରାହ୍ମ ସମାଜର ଆଉ ଗୋଟିଏ ମୁଖ୍ୟ କାର୍ଯ୍ୟ ଥିଲା ଯେ କେମିତି ନାରୀମାନଙ୍କୁ ନ୍ୟାୟ ପ୍ରଦାନ କରିବା ଏବଂ ନାରୀମାନଙ୍କୁ ବିଭିନ୍ନ କଠୋର ନିୟମ ଗୁଡ଼ିକ ଅଛି ସେଥିରୁ ସେମାନଙ୍କୁ କେମିତି ଉଦ୍ଧାର କରିବା ବା ସେମାନଙ୍କୁ ମୁକ୍ତି ପ୍ରଦାନ କରିବା। ସମାଜ ସଂସ୍କାର ମଧ୍ୟରେ ଭାରତର ସମାଜ ମଧ୍ୟକୁ ଆଧୁନିକତାର ଆଲୋକ ଆଣିବାକୁ ରାମମୋହନ ରାୟ ଚେଷ୍ଟା କଲେ। ସମାଜରେ ଯଦି ଆମେ ସଂସ୍କାର ଆଣିବା ତାହେଲେ ନିହାତି ଭାବରେ ଭାରତରେ ଆଧୁନିକତା ଆସିପାରିବ, ଏହା ସେ ବିଶ୍ୱାସ କରୁଥିଲେ। ପାଶ୍ଚାତ୍ୟ ଶିକ୍ଷା ଦ୍ୱାରା ଏହା ସମ୍ଭବ ହେବ ବୋଲି ସେ 2ଟି ଇଂରାଜୀ ବିଦ୍ୟାଳୟ ପ୍ରତିଷ୍ଠା କଲେ। ସେ ବିଶ୍ୱାସ କରୁଥିଲେ ଯେ ପାଶ୍ଚାତ୍ୟ ଶିକ୍ଷାକୁ ଯଦି ଆମେ ଭାରତରେ କାର୍ଯ୍ୟକାରୀ କରିବା ତାହେଲେ ଆମ ସମାଜରେ ଅନେକ କୁସଂସ୍କାର ଗୁଡ଼ିକୁ ଆମେ ହଟାଇ ଦେଇପାରିବା। ଏହି ଉଦ୍ଦେଶ୍ୟରେ ସେ 2ଟି ଇଂରାଜୀ ବିଦ୍ୟାଳୟ ପ୍ରତିଷ୍ଠା କଲେ। ଭାରତୀୟମାନଙ୍କୁ ଗଣିତ, ଦର୍ଶନ, ରସାୟନ ଶାସ୍ତ୍ର, ଶରୀର ତତ୍ତ୍ୱ ଇତ୍ୟାଦି ଜ୍ଞାନ ପ୍ରଦାନ ପାଇଁ ସେ ଇଂଲଣ୍ଡରୁ ଶିକ୍ଷକ ଆଣିବା ପାଇଁ ଖ୍ରୀଷ୍ଟିଆନ ଧର୍ମଯାଜକମାନଙ୍କ ସାହାଯ୍ୟ ମାଗିଥିଲେ। ସେ ଖ୍ରୀଷ୍ଟିଆନ ଧର୍ମର ଯେତେ ସବୁ ଧର୍ମଯାଜକମାନେ ଅଛନ୍ତି ସେମାନଙ୍କ ସାହାଯ୍ୟ ଦ୍ୱାରା ଭାରତରେ କେମିତି ବିଭିନ୍ନ ବିଭାଗ ଯେମିତି ଗଣିତ, ଦର୍ଶନ, ରସାୟନ ଶାସ୍ତ୍ର, ଶରୀର ତତ୍ତ୍ୱ ଇତ୍ୟାଦି ସବୁ ବିଷୟରେ କେମିତି ଶିକ୍ଷକ ଆସିପାରିବେ, ଶିକ୍ଷାଦାନ ଦେଇପାରିବେ ଭାରତରେ, ସେଥି ନିମନ୍ତେ ସେ ଚେଷ୍ଟା କରୁଥିଲେ। ଜାତି ପ୍ରଥା ବିରୋଧରେ ଲଢ଼ି ସମସ୍ତ ମଣିଷ ସମାନ ବୋଲି ସେ ଦେଖାଇବାକୁ ଚାହିଁଥିଲେ। ସେ ଚାହୁଁଥିଲେ ଯେ କେମିତି ଜାତି ପ୍ରଥାଟା ଭାରତରୁ ସବୁଦିନ ପାଇଁ ହଟିଯିବ। ଏଥିପାଇଁ ସେ ଜଣେ ମୁସଲମାନ ବାଳକକୁ ନିଜର ପାଳିତ ପୁତ୍ର ରୂପେ ଗ୍ରହଣ କରିଥିଲେ। ସେ ଜାତି ପ୍ରଥାକୁ ସେ ଯେହେତୁ ବିରୋଧ କରୁଥିଲେ ତାକୁ ସେ ପ୍ରମାଣିତ କରିବା ପାଇଁ ଏବଂ ସେ ନିଜେ ଗୋଟେ ଉଦାହରଣ ସାଜିବା ପାଇଁ ସେ ମୁସଲମାନ ବାଳକକୁ ନିଜର ପାଳକ ପୁତ୍ର ଭାବେ ରଖିଥିଲେ, ପାଳିତ ପୁତ୍ର ଭାବରେ। 1827 ମସିହାରେ ରାମମୋହନ ରାୟ ବ୍ରିଟିଶ ଇଣ୍ଡିଆ ୟୁନିଟାରିଆନ ଆସୋସିଏସନ ପ୍ରତିଷ୍ଠା କରିଥିଲେ। କେବେ? 1827ରେ ବ୍ରିଟିଶ ଇଣ୍ଡିଆ ୟୁନିଟାରିଆନ ଆସୋସିଏସନ ସେ ପ୍ରତିଷ୍ଠା କରିଥିଲେ। 1830 ମସିହା ନଭେମ୍ବର 15 ତାରିଖ ଦିନ ରାମମୋହନ ରାୟ ସମୁଦ୍ର ମାର୍ଗରେ ଇଂଲଣ୍ଡ ଗସ୍ତରେ ବାହାରିଲେ। ଇଂଲଣ୍ଡରେ ପହଞ୍ଚି ସେ ବେନ୍ଥାମଙ୍କୁ ଭେଟିଲେ। ଜେରେମି ବେନ୍ଥାମଙ୍କ ସହିତ ସେ ତାଙ୍କର ସାକ୍ଷାତ ହୋଇଥିଲା। ଇଂଲଣ୍ଡରୁ ସେ ଫ୍ରାନ୍ସ ଗଲେ ଏବଂ ସେଠାରେ ସେ ବେମାରରେ ପଡ଼ିଲେ। ଭଗ୍ନ ସ୍ୱାସ୍ଥ୍ୟ ନେଇ ସେ ଇଂଲଣ୍ଡ ଫେରିଲେ। 1833 ମସିହା ସେପ୍ଟେମ୍ବର ମାସ 20 ତାରିଖ ଦିନ ଇଂଲଣ୍ଡର ବ୍ରିଷ୍ଟଲ ସହରରେ ତାଙ୍କର ମୃତ୍ୟୁ ହୋଇଥିଲା। ତ ସେ କେଉଁଠାରେ ମୃତ୍ୟୁବରଣ କରିଥିଲେ? ସେ ମୃତ୍ୟୁବରଣ କରିଥିଲେ ଇଂଲଣ୍ଡର ବ୍ରିଷ୍ଟଲ ସହରରେ। କେବେ ମୃତ୍ୟୁବରଣ କରିଥିଲେ? 1833 ମସିହା ସେପ୍ଟେମ୍ବର ମାସ 20 ତାରିଖରେ ଏବଂ ତାଙ୍କର ଜନ୍ମ କେବେ ହେଇଥିଲା? 1772 ରହିଥିଲା। ବର୍ତ୍ତମାନ ଆମେ ତାଙ୍କର କିଛି କୃତି ଗୁଡ଼ିକ ବିଷୟରେ ଦେଖିବା। ମୁଁ ଭାବୁଛି ତୁମେ ୟାର ସ୍କ୍ରିନଶଟ୍ ନେଇପାରିବ ଏବଂ ଆରାମସେ ତୁମେ ନୋଟ୍ରେ ମଧ୍ୟ ଲେଖିପାରିବ। ତ ୟାକୁ ନେଇକି ଆଉ ମୁଁ ବେଶୀ କିଛି କହିବା ପାଇଁ ଚାହୁଁନି। ରାଜା ରାମମୋହନ ରାୟଙ୍କର
ଜୀବନୀ ବିଷୟରେ ଏତେ ବି ପ୍ରଶ୍ନ ଆସେନି, କେବଳ ସେ ବ୍ରାହ୍ମ ସମାଜ ବିଷୟରେ ଟିକେ ଆସିଥାଏ ଏବଂ କେବେ ସେ ସତୀଦାହ ପ୍ରଥା ଉଚ୍ଛେଦ କରିଥିଲେ, ଆତ୍ମୀୟ ସମାଜ କାହିଁକି ସେ ଗଠନ କରିଥିଲେ ଏବଂ ଭାରତରେ ଧର୍ମରେ କ'ଣ କ'ଣ ପରିବର୍ତ୍ତନ ଆଣିବା ପାଇଁ ଚାହୁଁଥିଲେ, ସମାଜରେ କ'ଣ କ'ଣ ପରିବର୍ତ୍ତନ ଆଣିବା ପାଇଁ ଚାହୁଁଥିଲେ, ଏଗୁଡ଼ିକ ବିଷୟରେ ସଂକ୍ଷିପ୍ତ ପ୍ରଶ୍ନ ଗୁଡ଼ିକ ଆମେ ପାଇବା। ତ ଯେମିତିକି 2 ମାର୍କିଆ କ୍ୱେଶ୍ଚିନ୍, ବ୍ରାହ୍ମ ସମାଜ କ'ଣ, ଆତ୍ମୀୟ ସମାଜ କ'ଣ, ଠିକ୍ ଅଛି, ଏବଂ ତାଙ୍କୁ କାହିଁକି ଭାରତୀୟ ନବଜାଗରଣର ଜନକ ବୋଲି କୁହାଯାଏ। ହି ଇଜ୍ ଦ ଫାଦର ଅଫ୍ ମଡ଼ର୍ଣ୍ଣ ଇଣ୍ଡିଆନ୍ ରେନେସାନ୍ସ ବୋଲି କୁହାଯାଏ। ସୋ ଦ୍ୟାଟ୍ ଇଜ୍ ଏ ସର୍ଟ କ୍ୱେଶ୍ଚିନ୍। ଏବଂ ସେ ଇଂଲଣ୍ଡରେ କାହାକୁ ଦେଖା କରିଥିଲେ? ଜେରେମି ବେନ୍ଥମ୍ଙ୍କୁ ଦେଖା କରିଥିଲେ। ସୋ ଇଏ ଥିଲା ଜେରେମି ବେନ୍ଥମ୍ଙ୍କ ଜୀବନୀ ବିଷୟରେ। ମୁଁ ଆଗାମୀ ଭିଡ଼ିଓରେ ତାଙ୍କର କିଛି ଇମ୍ପୋର୍ଟାଣ୍ଟ ଟପିକ୍ ଗୁଡ଼ିକ ଆଲୋଚନା କରିବି। ସୋ ଡିୟର୍ ଷ୍ଟୁଡେଣ୍ଟସ୍, ଆଇ ହୋପ୍ ଦିସ୍ କ୍ଲାସ୍ ୱାଜ୍ ଭେରି ବେନିଫିସିଆଲ୍ ଫର୍ ଅଲ୍ ଅଫ୍ ୟୁ। ଯଦି ଭିଡ଼ିଓଟି ଭଲ ଲାଗିଲା ତାହେଲେ ଲାଇକ୍ କର, ସାଙ୍ଗମାନଙ୍କ ସହିତ ସେୟାର କର, ମୋ ଚ୍ୟାନେଲ୍କୁ ଯଦି ନୂଆରେ ଆସିଛ ତାହେଲେ ସବସ୍କ୍ରାଇବ୍ କର। ଆଉ କିଛି ଲେଖିବା ପାଇଁ ଚାହୁଁଛ କମେଣ୍ଟରେ ଲେଖ। ଥ୍ୟାଙ୍କ ୟୁ।